सज्जन अनेक दिन पद्मजनी ब्रह्मा निजर कमंडल संचित कर रखिले गंगा मन प्रश्न आसे कहीं ना धोइबा कि पाद जलंकर पाद को धोइबा ब्रह्मा रखिले से कहार पाद से हेले नारायण पाद बामन अवतार भगवान विष्णु तृतीय पाद को बढ़ाई समय पद्मजनी ब्रह्मा विचार कले ये हूँ सुवर्ण सुजोग ये हाथ छड़ा करवानी तेणु कले कौन आज गंगा को ढाई दौरान पादरे तले ढाली ये दीटा पाद धोइबा तो दूर कथा गोटाए पाद कौन जानी रे जो कथा को परिष्कार करदे आपण मानकर धनंजय भंज कौन कहले पाद कुंड हंटी गंगा क्षीर बही ब्रह्मांड हारिबार व्यस्त हेले सी विष्णुकर पाद धोइबा तो दूर कथा काकर बिंदु स्वरूप नख गोड़े पड़े लुचिकी रही माटी जाए कौन जाए से रहीगला हाँ बापा आपण माने विचार कर शंकर भगवान तो उद्देश्य जो आशीर्वादात्मक मंगलाचरण श्लोक पाठ हो पद्मजनी ब्रह्मा आज गंगा को ढालुं गंगा नदीर समस्त विष्णुकर नख गोड़े लुचि रहीगला बापा आउ कहीं ज्ञानी माने कहले नाई मो ये कथा नुह ये कथा नुह से जल गुड़ाक कई बाहर होगला जिते बड़े ब्रह्मा विष्णुकर पद धोइबाक आसिले सेते बेले अमर गर्व थिला रे भाई गोपाल पंडा कहले कौन कहले देले मु सहीबी गाड़ी देले मु सहीबी गाड़ी अरे गर्व कहले बेबी पादरे गाड़ी कर सहीबी जे गर्व कला जे अहंकार कला से कथा को सही कि से कथा को सही हे को बोला से तो गर्व न होई से गर्व रखंदी नाही चाहरी Ah!
ଆଜି ଆମେ ଯଦି ଗର୍ବ କରିବା ଯଦି ଅହଙ୍କାର କରିବା ସେ ଠାକୁର ରଖିବେ କି ରେ ଓଡ଼ିଆ ଭାଗବତ ଜଗନ୍ନାଥ ଦାସ ନବାକି ଛନ୍ଦରେ ପୁରେ ପୁରୀ ଜିଲ୍ଲାର ବ୍ୟାସ ବୋଲି ଆମେ ଯାହାକୁ କହୁଛେ ତତ୍କାଳୀନ ଗଜପତି ମହାରାଜା ଯାହାକୁ ପୁରାଣ ପଣ୍ଡା ହିସାବରେ ଶ୍ରୀମନ୍ଦିରରେ ନିଯୁକ୍ତି କରିଥିଲେ ସେ ଜଗନ୍ନାଥ ଦାସ ନବାକି ଛନ୍ଦରେ ଗୋଟାଏ ପଦ କାହାରି ଗର୍ଭକୁ ରଖି ନାହାନ୍ତି ରଖିବେ କି ରହ ରହ କିନ୍ତୁ ଆଉ କେହି ଜ୍ଞାନୀ ମାନେ କହିଲେ ନାଇଁ ମ ଇଏ କଥା ନୁହଁ ବ୍ରହ୍ମା ଗର୍ବ କରିଥିଲେ ତାହେଲେ ବିଷ୍ଣୁଙ୍କର ନଖ କୋଣରେ ସିଏ ଯୋଉ ଗଙ୍ଗା ରହିଲେ କାହିଁକି ବିଷ୍ଣୁ ଗଙ୍ଗାକୁ ଛାଡ଼ିଲେନି ବିଷ୍ଣୁ ଏତେ ଭଲ ପାଇଲେ ସିଏ ଗଙ୍ଗାକୁ ଛାଡ଼ିଲେନି ଆରେ ପୁଅ କାହିଁକି ଛାଡ଼ିଲେନି ନାଇଁ ରେ କାହିଁ ଛାଡ଼ିଲେନି ବିଷ୍ଣୁ ଏଇଥିପାଇଁ ରଖିଲେ ଆଗକୁ ବଡ କାମ ନାଇଁ ରେ ସେ ବଡ କାମଟା କଣ ଜଣକୁ ବଞ୍ଚାଇବା ପାଇଁ ରେ ଆପଣ କହିଲେ ବଡ କାମ ହଉଛି ଜଣକୁ ବଞ୍ଚାଇବା ପାଇଁ ଜଣକୁ କଣ ବଞ୍ଚେଇବାକୁ ଯଦି ବିଷ୍ଣୁ ସେଦିନ ରଥରେ ଗଙ୍ଗାକୁ ରଖିନଥାନ୍ତେ ମହାପ୍ରଭୁ ଅର୍ଜୁନେଶ୍ୱର ଏ ସୃଷ୍ଟିରେ ନଥାନ୍ତେ କଣ କହିଲେ ସାର୍ ଅର୍ଜୁନେଶ୍ୱର ନଥାନ୍ତେ ଶଙ୍କର ଭଗବାନ ଏ ସୃଷ୍ଟିରେ ନଥାନ୍ତେ ମୁଁ ଖାଲି ବାଧ୍ୟରେ କଣ କରିବି କହିଲେ ଆପଣ ଏଇ ବାଗିଆ କଥା କହୁଛି ରହିପାରୁନି ମାନେ ଶଙ୍କର ଭଗବାନ ସୃଷ୍ଟିରେ ନଥାନ୍ତେ ଶଙ୍କର ଭଗବାନ ମରିଯାଇଥାନ୍ତେ ଯଦି ଜଳ ସେଠି ନଥାନ୍ତା ଆଶ୍ଚର୍ଯ୍ୟ କଥା କାହିଁକି ଆଶ୍ଚର୍ଯ୍ୟ ହେଲା ଅର୍ଜୁନେଶ୍ୱର ହେଲେ ମୃତ୍ୟୁଞ୍ଜୟ ମୃତ୍ୟୁକୁ ସେ କିଣିଥାନ୍ତି ତାଙ୍କୁ ପୁଣି ମୃତ୍ୟୁ ଅଛି ଆପଣ ମାନେ ବିଚାର କରନ୍ତି ଯଦି ଏ କଥା ସତ୍ୟ ମହାପ୍ରଭୁଙ୍କର ପଛରେ ଗୋଟେ ଡେଜିଗ୍ନେସନ ଲାଗିଛି ସେ ହଉଛନ୍ତି ମୃତ୍ୟୁଞ୍ଜୟ ମୃତ୍ୟୁକୁ ସେ ଜୟ କରିଛନ୍ତି ତାହେଲେ ମଞ୍ଚରେ ସେ ଗାଇବ କଣ କହିବା କଥା ଆରେ ମୁଁ କାହିଁ କହିବି ରେ ଆରେ କୌଣସି ଗୋଟେ ପୁରାଣ ମୁଁ ଦେଖିଛି ବୋଲି କହୁଛି ନା ଆଉ ମୁଁ କଣ ମିଛ କଥା କହୁଛି କି ବୃନ୍ଦାବନରେ ରହ ରହ ଶଙ୍କର ଭଗବାନ ହେଉଛନ୍ତି ସର୍ବଦେବ ବନ୍ଦୀୟ ସମସ୍ତ ଦେବତା ମାନେ ଯାହାକୁ ବନ୍ଦନା କରନ୍ତି ଏ ମହାପ୍ରଭୁ ବଞ୍ଚିଗଲେ କେବଳ ବିଷ୍ଣୁଙ୍କର ବୃନ୍ଦାବନରେ ଯେତେବେଳେ ସମୁଦ୍ର ମନ୍ଥନ ବାପା ହେଲା ଗୋଟାଏ ପରେ ଦେବତା ଅନ୍ୟପଟେ ରାକ୍ଷସ ମଧ୍ୟରେ ମନ୍ଦର ପର୍ବତ ରହିଲା ପୁରାଦଣ୍ଡ ସ୍ୱରୂପ ନା ନାଇଁ ଆଜି ବାସୁକି ରଜୁ ତାପରେ ଦୌଡ଼ି ହେଇକି ରହିଲା ଦେବତା ମାନେ ଭିଡୁଛନ୍ତି ଅନ୍ୟ ପଟରୁ ଭିଡୁଛନ୍ତି କୋଉମାନେ ରାକ୍ଷସ ମାନେ ଏହି ସମୟରେ ସମୁଦ୍ର ମନ୍ଥନ ହେଲା ଏଇ କଣ କଣ ବାହାରିଲା କି ରେ କଣ ବାହାରିଲା ଆରେ ଆରେ ଗୋଟାଏ ଶ୍ଲୋକ କହିଲା କ୍ଷୀରା କ୍ଷୀରମନ୍ଥନେ ସୁରାସୁର ଧୃତ୍ୱା ଗିରିମନ୍ଦର ସମୁଦ୍ର ଭିତରୁ ଅନେକ ପ୍ରକାର ମୂଲ୍ୟବାନ ଜିନିଷ ବାହାରିଲା ଲକ୍ଷ୍ମୀ ବାହାରିଲେ ଅମୃତ ବାହାରିଛି କେତେ କଣ ପାରିଆତ ଇଏ ସମସ୍ତ ବାହାରିଲା ମାନେ ବାପା କୌଶଳିଆ ଲୋକ
ଦେବତା ମାନେ ନେଇଗଲେ ଯେତେବେଳେ ଦେବତା ମାନେ ନେଇଗଲେ ରାକ୍ଷସ ମାନେ ବିଚାର କଲାରେ ଆମେ କଣ ନବା ହଉ ବଡ ଅଡୁଆରେ ପଣ୍ଡିତ ମଣ୍ଡଳୀ ରାକ୍ଷସ ଆଜି ପଡିଲେ ରାକ୍ଷସ ମାନେ ଆଜି ପଡି ଯାଇଛନ୍ତି ଅଡୁଆରେ ବିଚାର କଲେ ଆମେ କଣ କରିବା ଦେବତା ମାନେ ତ ସବୁ ଜିନିଷ ନେଇଗଲେ ଆମେ କଣ ହେବେ ନବା ବାବୁ ଆମେ କଣ ନବା ଆଉ ଥରେ ମନ୍ଥନ କରିବା ସମୁଦ୍ରକୁ ଆଉ ଥରେ ମନ୍ଥନ କରିଥିଲେ ଆଉ ଥରେ ମନ୍ଥିବାରୁ ସେଥିରୁ ବାହାରିଲା ହଳହଳା ବିଷ ହଳହଳା ବିଷ ବାହାରିଲା ଆଉ ଥରେ ମନ୍ଥନ କଲେ ବିଷ ବାହାରିଲା ତଥାପି ଖାଲି ହସ ଖାଲି ଆପଣ ଭଗବାନଙ୍କର ହସ ଧଳା ମୁଁ ଖାଲି ହସୁଛି ଏମିତି କଥା ଆପଣ ଗୋଟିଏ ଗୋଟିଏ ମଝିରେ କହୁଛନ୍ତି ହସିକି ରହିପାରୁ ଆରେ କଣ କଥା କହୁଛୁ ମାନେ ସମୁଦ୍ରରେ ବାହାରିଲା ବିଷ ବିଷ ବାହାରିଲା ବିଷ ଜମା ବାହାରୁନି ମାନେ ଯଦି ବିଷ ବାହାରିଲା ସମୁଦ୍ରରେ ଗେଣ୍ଡା କୋଚିଆ କୁମ୍ଭୀର ମଗର ମାଛ କେତେ କଣ ଅଛନ୍ତି କାହିଁ ଗୋଟାଏ ତ ଗଲେନି ପହରଦିନ ଆମ ଗାଁରେ ଝଗଡ଼ା ଲାଗିଲା ମୁଁ ପୋଖରୀରେ ବିଷ ପକେଇଛି ସକାଳ ବେଳାକୁ ସବୁ ଗୋଟାଏ ବଢିଆ କଥା ଯଦି ସମୁଦ୍ର ଭିତରେ ବିଷ ଥିଲା ବାପା ବିଷ ବାହାରିଲା ଆମେ ଜାଣିଛେ ବୋଲେ ବିଷ ଖାଇଲେ ପ୍ରାଣୀ ମରେ ବଂଶ ନାଶ କରେ ବିଷ ଖାଇଲେ ପ୍ରାଣୀଟା ମରିବ ଯଦି ସମୁଦ୍ର ଭିତରେ ବିଷ ଥିଲା ସମୁଦ୍ର ଭିତରେ ତ ଅନେକ ଜଳଚର ପ୍ରାଣୀ ମାନେ ଥିଲେ କେହି ଗୋଟାଏ ତ ମରିନାହାନ୍ତି ଦିନ ବି ମରିନି ବାପୁରେ ଆର ମିଜାଜଟା କଣ କାହିଁକି କେହି ମଲେନି ବାବା ସୂକ୍ଷ୍ମ ଉପାୟ ବିଚାର କରନ୍ତୁ ଆମ ଘରକୁ କେହି ଜଣେ ଅତିଥି ଆସିଲେ କେହି ଜଣେ କୁଣିଆ ଆସିଲେ କେହି ଜଣେ ବନ୍ଧୁ ଆସିଲେ ଆମେ କଣ କରୁଛେ ତାଙ୍କୁ ସର୍ବତ ଗ୍ଲାସଟେ ଲେମ୍ବୁ ଟିକେ ଚୁପୁଡୁଛେ ଯେତେବେଳେ ପ୍ରଥମ କରି ଲେମ୍ବୁ ଚୁପୁଡିଲେ ଲେମ୍ବୁ ତାର ସ୍ୱାଦ ଦେଲା ସେ ଖଟା ହଉ ଆମ୍ବିଳା ହଉ ଯାହା ହଉ ଲେମ୍ବୁର ସ୍ୱାଦ ଯାହା ସେ ଆମକୁ ଦେଲା ନା ନାଇଁ ତାପରେ ଆଉ ଜଣେ କୁଣିଆ ଆସିଲେ ଆମ ଘର ତ ସେଇ ଗୋଟିକ ଲେମ୍ବୁ ଥିଲା ନା ନାଇଁ ଘରର ଆମର ମୁରବୀ ଯେ ସେ କହିଲେ ସେଇ ଲେମ୍ବୁଟା ଆଉ ଟିକେ ଆଉ ଟିକେ ଯେତେବେଳେ ଚୁପୁଡିଲେ ଅଧିକ ପାଣି ବାହାରିବ ବୋଲି ବାବୁରେ ସେଥିରୁ ପିତା ବାହାରିବ ତା ମାନେ କଣ ଲେମ୍ବୁ ପିତା କି ପିତାଟା ତା ଭିତରେ ଅତି ରୁଚି କରିଥିଲା ତାପରେ ଅତିରୁ ଇତି କରି ବାବୁରେ ସମୁଦ୍ର ମନ୍ଥନ ଯେତେବେଳେ ହେଲା ପ୍ରଥମରୁ କଣ ବିଷ ବାହାରି ପ୍ରଥମରୁ ବାହାରିଲା ଯାହା ସବୁ ଭଲ ଜିନିଷ ମୂଲ୍ୟବାନ ପଦାର୍ଥ ତାକୁ ଦେବତା ମାନେ ନେଇଗଲେ ତାପରେ ସେ ମନ୍ଥନ ହେଲା ସେଥିରୁ ବାହାରିଲା ହଳହଳା ଯେତେବେଳେ ବିଷ ବାହାରିଲା ବାପା ସେ ବିଷକୁ ପଣ୍ଡିତ କେହି ନେବା ପାଇଁ ଆସିଲେ ନାହିଁ ଆଗକୁ ଆସିଲେ ଶଙ୍କର ଭଗବାନ ମହାପ୍ରଭୁ ଅର୍ଜୁନେଶ୍ୱର ମହାପ୍ରଭୁ ବାବୁରେ ଆଗକୁ ଆସିଲେ ସେ ବିଷତକ ନିଜର ଆଙ୍ଗୁଳାରେ ପାନ କଲେ ପ୍ରମାଣ କଣ ବୋଲେ ଭାଗ୍ୟବାନ ସିନା ये भाग्य फल लोभे ये अभागा लोभे केशव कमला बरल लभिले शिव आनंद पान कर शंकर भगवान से विष को पान कले नकले कौन जिते शंकर भगवान विष को पान कले आम जाचे बोले विष खाइले प्राणी मरे सेदिन शंकर भगवान तो विष खाइले
ଆଉ କାହିଁ ପାଇ ପରା ପଣ୍ଡିତ ମଣ୍ଡଳୀ ସେ ତ ସେଦିନ ମଲେନି ଆଉ ଏହାର ତତ୍ତ୍ୱ କଣ ଅଛି ଥାରେ ବାଙ୍ଗି ସେଥିର କାହିଁକି ମଲେନି ଆରେ ପୁଅ ଶଙ୍କର ଭାଗ ବିଷ ପିଲେ ନା ନାଇଁ ଆପଣ ତ କହିଲେ ପିଇଲେ ଆଉ କେହି ଜ୍ଞାନୀ ମାନେ କହିଲେ ସେ ବିଷ ପାନ କଲେ ଯେ ସେ ବିଷଟା ପାଇଁ ତାର ପେଟକୁ ଯାଇ ସେ ବିଷଟା କଣ୍ଠରେ ତାଙ୍କର କୁଆଡେ ରହି ଆରେ ବାବୁ ଏଇଟା ସତ୍ୟ ନୀଳକଣ୍ଠ ହେଇଗଲେ ପୁରା ହାଁ ନୀଳକଣ୍ଠ ହେଇଗଲେ ସେଥିପାଇଁ କଣ ନୀଳକଣ୍ଠ ବାବା ଶଙ୍କର ଭଗବାନ ବିଷ ପାନ କଲେ ସେ ବିଷଟା କୁଆଡେ କଣ୍ଠରେ ରହିଲା ବାପା ଏ କଥା ଯଦି ଆମେ ମଞ୍ଚ ଉପରେ କହିବା ଆଜିକାଲିର ବିଜ୍ଞାନ ଯୁଗର ପିଲା ଯଦି ପାଲାଟିଏ ଶୁଣିଥିବ ସେ ପିଲାଟି ସାଙ୍ଗେ ସାଙ୍ଗେ ଛିଡା ହବ କହିବା ଆଜ୍ଞା ଗୋଟାଏ କଥା ପଚାରି ନା ଯଦି ସେଦିନ ଶଙ୍କର ଭଗବାନ ବିଷଟାକୁ କଣ୍ଠରେ ରଖିଲେ ମୁଁ ଆପଣଙ୍କୁ ଗ୍ଲାସରେ ପାଣି ଦଉଛି ଏ ସାଙ୍ଗେ ସାଙ୍ଗେ ପିଇକି କଣ୍ଠରେ ଗୋଟାଏ ରଖିଲେ ପଳେଇବ ରହ ପେଟକୁ ପଳେଇବ ଭିତରକୁ ପଳେଇବ ଅଟକିବନି ଯଦି ଗୋଟାଏ ଘପ ଆମେ ରଖିପାରୁନେ ହଉ କେଉଁ ପରି ଉପାୟରେ ପଣ୍ଡିତେ ଯେ କଣ୍ଠରେ ବିଷ ରଖିଲେ তাহলে কেমতি কণ্ঠরে রখিলে কণ্ঠরে কেমতি রখিলে বাপা ইয়াকু আହୁରି ସରଳ କଲେ ବୋଲେ ଶିବ କଣ ବିଷ ପିଇଲେ କି ନା ଶିବ ସେ ବିଷ ପିଇ ନାହାନ୍ତି ପିଇଛନ୍ତି କିଏ ସେ ଆରେ ଶିବ ଆଣିଲେ ସେ କଣ୍ଠ ଠେଇ ରହିଲା ସେ କଣ୍ଠରେ ଥିଲେ କିଏ ସେ ଏ ପୁଅ ବୃନ୍ଦାବନ ବାସ୍ତବିକ ଶିବ ସେ ବିଷଟାକୁ ପାନ କରିନାହାନ୍ତି ଯେତେବେଳେ ଶିବ ବିଷ ପାନ କରିବାକୁ ଗଲେ ଶିବଙ୍କର ଆରାଧ୍ୟ ଠାକୁର ହେଉଛନ୍ତି ନାରାୟଣ ନାରାୟଣକୁ ସେ ସମର୍ପଣ ହେଇଗଲେ ଆମେ ଯେତେବେଳେ ଖାଦ୍ୟଟିକୁ ଖାଇବାକୁ ଯାଉଛେ ଘରେ ହଉ ଭାବରେ ପାଲା ମାଧ୍ୟମରେ ସମାଜ ପାଇଁ ବାର୍ତ୍ତା ଘରେ ଯୋଉ ଖାଦ୍ୟକୁ ଆମେ ଖାଇବାକୁ ଯାଉଛେ ନା ନାଇଁ ସେ ହଉଛି ଆମ ପାଇଁ ପ୍ରସାଦକୁ ସେବନ କରିବା ପୂର୍ବରୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମତଃ ଆଗ ତାକୁ ଆଗ ପାଣି ଟିକେ ଛଡା ତୁ ତ ଦିନେ କରୁନି ସେ ନାଇଁ ତୋର ତ ଲୋଭ ଥବ କାଳେ ସେ ଖାଇଯିବ ବୃନ୍ଦାବନରେ ଯେତେବେଳେ ଶିବ ସେ ବିଷଟାକୁ ପାନ କରିବାକୁ ଗଲେ ସିଏ ପ୍ରଥମେ ସମର୍ପଣ କଲେ କାହାକୁ ନାରାୟଣକୁ ଏ ବୃନ୍ଦାବନ ଗୋଟାଏ ଜାଗାରେ ଆମେ ଜାଣିଲେ ଶିବ ବିଷ ପାନ କରିବା କଥା କିନ୍ତୁ ଇଏ ପୁରାଣ ପୃଷ୍ଠାରେ ଆଉ କୋଉଠି ଅଛି ଶିବ ବିଷ ପାନ ତାହେଲେ କିଏ ସେ ବିଷ ପାନ କରିଛି ନାରାୟଣ ଅନେକ ଜାଗାରେ ବିଷ ପାନ କରିଛନ୍ତି ଆରେ ପୁଅ ଗୋଟାଏ ପ୍ରମାଣ ଆଣି ବୋଲେ ଖସି ପଡୁଛି କି ହେ ଆକାଶୁ କି ପ୍ରାଣକୁ ଶୋଷିଛନ୍ତି ପ୍ରଭୁ ନାରାୟଣ ଖାଲି କଣ ସେତିକି ଆଉ କଣ କଲେ ବୋଲେ ଖାବୋଲି ହରି ମୁଖେ ଦେଲା ସଜା ତାହେଲେ ଏ ପରେ ରହ ସେତିକି ନୁହଁ ତାହେଲେ ନାରାୟଣ ଅନେକ ଜାଗାରେ ବିଷ ପାନ କରିଛନ୍ତି ନା ନାଇଁ ସେଦିନ କାଳିନ୍ଦୀ ହ୍ରଦରେ ସାଙ୍ଗ ନାଇଁ ସେଦିନ କାଳିନ୍ଦୀ ହ୍ରଦରେ କାଳିୟ ସର୍ପ କାଳିନ୍ଦୀ ହ୍ରଦ ଏତେ ବିଷୟରେ ପରିପୂର୍ଣ୍ଣ ଥିଲା ଯେ ସେଇ ବାଟ ଦେଇ ଯଦି ପକ୍ଷୀ ମାନେ ଯାଆନ୍ତି ସେ ପକ୍ଷୀ ମାନେ ସେ ବାଟ ଉଡି ପାରନ୍ତି ବୋଲା ବିଷର ଜଳା ପ୍ରଭାବରେ ପକ୍ଷୀ ସେପଟେ ଗଲେ ପଡିଯାଆନ୍ତି
ନା ନାଇଁ ଏ ପରେ ତାହେଲେ ୟାକୁ ଲମ୍ବେଇ ଲମ୍ବେଇ ବାଟ ଯିବ ବାପା ମୋର କହିବାର କଥା ଶଙ୍କର ଭଗବାନ ଯେତେବେଳେ ବିଷ ପାଳନ କଲେ ସେ ପ୍ରଥମେ ନାରାୟଣକୁ ସମର୍ପଣ କଲେ ନାରାୟଣକୁ ଯେତେବେଳେ ସମର୍ପଣ କଲେ ଏ ପରେ ଆଉ ତାଙ୍କର ବିଷ ରହିଲା ଆଉ ତାଙ୍କ ବିଷ ରହିଲା ପ୍ରଭୁ ନେଇଗଲେ ଶିବଙ୍କ କଣ୍ଠରେ ଅଛନ୍ତି କିଏ ସେନା ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ରାମଙ୍କ ସ୍ୱରରେ ଥିବାକୁ ନୀଳ ଆଉ ଏଇଥିପାଇଁ କି ପଣ୍ଡିତ ମଣ୍ଡଳୀ କଣ୍ଠଟି ହୋଇଲା ନୀଳ ସେଇଦିନ ଠାରୁ ଆମେ କହୁଛେ ତାଙ୍କର କଣ୍ଠ ହଉଛି ନୀଳ ଆପଣ ମାନଙ୍କର ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ପରିଷ୍କାର କରିଦେଇଛନ୍ତି ଶଙ୍କର ଭଗବାନ ଯୋଉ ବିଷ ପିଇଲେ ସେ ବିଷକୁ ବିଷର ଜ୍ୱାଳାକୁ ସମାପ୍ତ କରିଛନ୍ତି କିଏ ସେ ନା ନାରାୟଣ ପ୍ରମାଣ କଣ ଭାଇ ଗୋଟେ ଛାନ୍ଦ ନିହାତି ଦବା କଥା ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର କଣ କହିଲେ କହିଲେ ନୀଳ ମହାଭୂମି ତାର